ବଜାରରେ ପୁଣି ଥରେ ସୁନା ଓ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖାଦେଇଛି। ଏହି ଦୁଇ ମୂଲ୍ୟବାନ ଧାତୁ ଦର ଲଗାତାର ଗତ 2 ଦିନ ହେଲା ଉପର ମୁହାଁ ହୋଇଛି। ଏଥିଯୋଗୁଁ ଭୁବନେଶ୍ୱରରେ ବଜାରରେ 24 କ୍ୟାରେଟ୍ ସୁନାର 10 ଗ୍ରାମ ପିଛା ଦର ମଙ୍ଗଳବାର 1,25,840 ଟଙ୍କାରେ ପହଞ୍ଚିଛି। ସେହିଭଳି 22 କ୍ୟାରେଟ୍ ସୁନାର ଦର 1,15,350 ଟଙ୍କା ହୋଇଛି। ଏହି 2 ଦିନରେ 24 କ୍ୟାରେଟ୍ ଦର 10 ଗ୍ରାମ ପିଛା 3,820 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 3,500 ଟଙ୍କା ମହଙ୍ଗା ହୋଇଛି। ଚଳିତ ମାସ 7 ତାରିଖରେ 24 କ୍ୟାରେଟ୍ ସୁନାର ଦର 1,22,020 ଟଙ୍କା ଏବଂ 22 କ୍ୟାରେଟ୍ ସୁନାର ଦର 1,11,850 ଟଙ୍କା ସ୍ତରରେ ରହିଥିଲା। ସେହିଭଳି ରୂପା ଦର ଗତ 2 ଦିନ ମଧ୍ୟରେ କିଲୋଗ୍ରାମ ପିଛା 5,000 ଟଙ୍କା ମହଙ୍ଗା ହୋଇ 1,70,000 ଟଙ୍କାରେ ପହଞ୍ଚିଛି। ସୋମବାର ରୂପା ଦର 4,000 ଟଙ୍କା ବଢ଼ିଥିଲା। ମଙ୍ଗଳବାର ଏଥିରେ 1,000 ଟଙ୍କାର ବୃଦ୍ଧି ଘଟିଛି। ନଭେମ୍ବର ମାସର ଦର ଉପରେ ନଜର ପକାଇଲେ ଜଣାଯାଉଛି ଯେ ଭୁବନେଶ୍ୱରରେ ବଜାରରେ 24 କ୍ୟାରେଟ୍ ସୁନାର ଦର ଚଳିତ ମାସ 1 ତାରିଖରେ 1,23,000 ଟଙ୍କା ରହିଥିଲା। ସେହିଭଳି 22 କ୍ୟାରେଟ୍ ସୁନାର ଦର 1,12,750 ଟଙ୍କା ସ୍ତରରେ ଥିଲା। ତେଣୁ ଗତ 11 ଦିନ ମଧ୍ୟରେ ସୁନାର ଦର 2.31% ବଢ଼ିଯାଇଛି। ଆଶା କରିବି ସମ୍ପୂର୍ଣ୍ଣ ଅପଡେଟ୍ ପାଇପାରିଥିବେ। ତ ଏମିତି ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲ ସବସ୍କ୍ରାଇବ୍ କରନ୍ତୁ, ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।